ଆଦର୍ଶ ରୋଷେଇରେ କାମ କରୁଥିବେ। ଏହା ଦେଖି ରୁବି ମାୟାକୁ କହିବେ, କ'ଣ ଥିଲା ଏ ପିଲା, ଆଉ କ'ଣ ହେଇଗଲା ଆଜି? ତୁ ଯାହା କହ ପଛେ ମାୟା, ଆଦର୍ଶର ଏ ଅବସ୍ଥା ଦେଖି ମୋତେ ବହୁତ କଷ୍ଟ ଲାଗୁଛି। ରାଜକୁମାର ଭଳିଆ ପିଲା ଥିଲା ଇଏ, କିନ୍ତୁ ଆଜି ଘରର ଚାକର ଠାରୁ ବି ହୀନ ଅବସ୍ଥା ହେଇଗଲା ଆର। ତାପରେ ମାୟା କହିବେ, ଦିଦି, ମଣିଷ ଯଦି ନିଜ ଗୋଡ଼ରେ ନିଜେ କୁଢ଼ାରି ମାରିବାକୁ ଚାହିଁବ, ତାହେଲେ ତା ପାଇଁ କିଏ ବା କ'ଣ କରିପାରିବ? ଯେତେବେଳେ ଭୋଗିବ ସେତେବେଳେ ବାଟକୁ ଆସିବ। ତାପରେ ରୁବି ନିମ୍କିକୁ କହିବେ, ଆଜି ବ୍ରେକଫାଷ୍ଟରେ କ'ଣ ତିଆରି କରିବୁ ନିମ୍କି? ତାପରେ ନିମ୍କି କହିବ, ଗାଜର ହାଲବା, ପୁରୀ ଆଉ ଆଲୁ କଷା। ତାପରେ ରୁବି କହିବେ, ଗାଜର ହାଲବା? ମାୟା, ଏଇଟା ତୋର ସ୍ପେଶିଆଲ ଆଇଟମ। ଗାଜର ହାଲବା ତ ତୁ ବଢ଼ିଆ ସେ ତିଆରି କରିପାରୁ, ତେଣୁ ଆଜିର ଡିସ୍ ତୁ ହିଁ ତିଆରି କରିପାରିବୁ। ତାପରେ ମାୟା କହିବେ, ଦିଦି, ଗାଜର ହାଲବା ଆଦର୍ଶକୁ ବି ବହୁତ ପସନ୍ଦ, ସେଇଥିପାଇଁ ପିଲାଦିନେ ସପ୍ତାହରେ 2 ଥର ମୁଁ ତା ପାଇଁ ଗାଜର ହାଲବା ତିଆରି କରୁଥିଲି। ଠିକ୍ ଅଛି, ଆଜି ମୁଁ ସମସ୍ତଙ୍କ ପାଇଁ ଗାଜର ହାଲବା ତିଆରି କରିଦେବି। ତାପରେ ଅଚାନକ ଆଦର୍ଶ ଚିଲ୍ଲେଇବେ। ତାପରେ ମାୟା ଦେଖିବେ ଯେ ଆଦର୍ଶର ଆଙ୍ଗୁଠି କଟି ଯାଇଥିବ। ତାପରେ ମାୟା ଦୌଡ଼ିକି ଆଦର୍ଶର ପାଖକୁ ଯିବେ ଆଉ ଆଦର୍ଶର ହାତକୁ ଧରି ତାଙ୍କ କପଡ଼ାରେ ଘୋଡ଼େଇ ଦେବେ। ତାପରେ ନିମ୍କିକୁ କହିବେ, ନିମ୍କି, ସେଠି ଠିଆ ହେଇକି ଦେଖୁଛୁ କ'ଣ? ଶୀଘ୍ର ଯା, ଫାଷ୍ଟ ଏଡ୍ ବକ୍ସ ନେଇକି ଆ। ତାପରେ ନିମ୍କି କହିବ, ଆଜ୍ଞା ମା, ନେଇକି ଆସୁଛି। ତାପରେ ନିମ୍କି ସେଠୁ ଚାଲିଯିବ। ତାପରେ ମାୟା ଆଦର୍ଶକୁ କହିବେ, ଏତେ କେୟାରଲେସ୍ କ'ଣ ପାଇଁ? ସବୁ କଥାରେ ତୋର କାହିଁକି ଏତେ ଜିଦି? କାଟିଦେଲୁ ନା ଆଙ୍ଗୁଠି? ଆଖି ବନ୍ଦ କରି କିଏ ପିଆଜ କାଟେ? କ'ଣ ଦରକାର ଥିଲା ତୋର ଏସବୁ କରିବା? କ'ଣ ଦରକାର ଥିଲା? ଏମିତି କହି ମାୟା ନିମ୍କିକୁ କହିବେ, ନିମ୍କି, ଆରେ ଜଲ୍ଦି ଆସେ। ତାପରେ ଆଦର୍ଶ କହିବେ, ମା, ତମେ ପଲ୍ଲବୀଙ୍କ କିଚେନକୁ ଆସି ସାରିଛ। ତାପରେ ନିମ୍କି ଆସି କହିବେ, ମା, ଆପଣ ଯାଆନ୍ତୁ, ଭାଇଙ୍କ ହାତରେ ମୁଁ ବ୍ୟାଣ୍ଡେଜ ଘୋଡ଼େଇ ଦେବି। ତାପରେ ଆଦର୍ଶ କହିବେ, ହଁ ମା, ତମେ ଯାଅ, ନିମ୍କି ବ୍ୟାଣ୍ଡେଜ କରିଦେବ। ନହେଲେ ପଲ୍ଲବୀଙ୍କ କିଚେନକୁ ନ ଆସିବା ପାଇଁ ତମେ ରୁଲ୍ କରିଥିଲ, ଆଉ ସେ ରୁଲ୍ସ ତମ ଦ୍ୱାରା ହିଁ ଭାଙ୍ଗିଯିବ। ମୁଁ ଚାହୁଁନି ମା, କି ମୋ ମା କିଛି ରୁଲ୍ସ କରିବେ ଆଉ ସେ ରୁଲ୍ସ ମୋ ପାଇଁ ଭାଙ୍ଗିଯାଉ। ତାପରେ ମାୟା ମନ ଦୁଃଖ କରି ସେଠୁ ଚାଲି ଆସିବେ। ତାପରେ ପଲ୍ଲବୀ ମନ୍ଦିରକୁ ଯାଉଥିବେ ଆଉ ସେଠି ବସି ପ୍ରାର୍ଥନା କରୁଥିବେ ଆଉ କହିବେ, ହେ ପ୍ରଭୁ, ଆଜି ପୁଣି ଥରେ ତମରି ଆଶୀର୍ବାଦ ଯୋଗୁଁ ମୋତେ ସୁଯୋଗ ମିଳିଛି ମୋ ବାପାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ। ଯେବେଠୁ ମୋତେ ଏ ଚାକିରି ମିଳିଛି ତା ପରଠୁ ସମସ୍ୟା ଭିତରେ ମୁଁ ଏତେ ଛନ୍ଦି ହେଇ ପଡ଼ିଛି ଯେ ମୁଁ ଆପଣଙ୍କୁ ଧନ୍ୟବାଦଟେ ବି ଜଣେଇ ଆସିପାରିଲିନି। କିନ୍ତୁ ପ୍ରଭୁ, ମୁଁ ଆଜି ଆପଣଙ୍କ ପାଖକୁ କିଛି ମାଗିବା ପାଇଁ ଆସିଛି। ଆଜି ସନ୍ଧ୍ୟାରେ ମୋତେ ଶମ୍ଭୁ ଅଙ୍କଲଙ୍କ ସହିତ ଦେଖା ହେବାର ଅଛି ପ୍ରଭୁ। ବାସ୍ ଥରେ ଖାଲି ତାଙ୍କ ପାଖରୁ ମୋ ବାପାଙ୍କର ହତ୍ୟାକାରୀର ରହସ୍ୟ ପାଇଁ ତାକୁ ଦୁନିଆ ସାମ୍ନାକୁ ଆଣିଲା ପରେ ମୋର ପୋଲିସ ଡିପାର୍ଟମେଣ୍ଟରେ ଚାକିରି କରିବାର ଲକ୍ଷ୍ୟ ସଫଳ ହେଇଯିବ ପ୍ରଭୁ। ମୋ ବାପାଙ୍କର ଆତ୍ମା ଶାନ୍ତି ପାଇଯିବ। ଆଜିର ଏ ସୁଯୋଗ ଯେମିତି ମୋ ହାତରୁ ଖସି ନ ଯାଉ ପ୍ରଭୁ। ବାସ୍ ଏତିକି ଆଶୀର୍ବାଦ ଦିଅ ମୋତେ। ତାପରେ ନିମ୍କି ଆଦର୍ଶର ଆଙ୍ଗୁଠିରେ ବ୍ୟାଣ୍ଡେଜ କରୁଥିବ। ତାପରେ ମାୟା କହିବେ, ଦିଦି, ମୁଁ ୟା ପାଇଁ କ'ଣ ଏତେ ପର ହେଇଗଲି ଯେ ଇଏ ମୋତେ ତା ହାତରେ ବ୍ୟାଣ୍ଡେଜ ବି କରିବାକୁ ଦେଲାନି। ତାପରେ ଆଦର୍ଶ କହିବେ, ସେ କଥା ନୁହେଁ ମା, ମୁଁ ଚାହୁଁନି କି ତମେ ତମ ନିଜ ନିୟମ ଭାଙ୍ଗ। ତାପରେ ମାୟା କହିବେ, ଠିକ୍ ଅଛି, ତୁ ଆଉ ବେଶୀ କଥା କହିବା ଦରକାର ନାହିଁ କି କିଚେନକୁ ଯାଇ ରୋଷେଇ କରିବା ବି ଦରକାର ନାହିଁ। ତୁ ତୋ ମାକୁ ଭଲ ପାଉନା ତ ଚୁପଚାପ ଏଇଠି ବସ। ଯେ ପର୍ଯ୍ୟନ୍ତ ମୁଁ ନ କହିଛି ସେ ପର୍ଯ୍ୟନ୍ତ ଏଇଠି ବସିବୁ। ଏମିତି କହି ମାୟା ରୋଷେଇକୁ ଚାଲିଯିବେ। ତାପରେ ରୁବି ଆଦର୍ଶକୁ କହିବେ, ଦେଖିଲୁ ତ ତୋ ମା ତୋତେ କେତେ ଭଲ ପାଉଛି। ତୋ ହାତରେ ଟୋପାଏ ରକ୍ତ ଦେଖି ସହି ପାରିଲାନି ସିଏ, ଆଉ ସେଇଥିପାଇଁ ସେ ନିଜେ ଉଠି ଚାଲିଗଲା ତୋ ପାଇଁ ରୋଷେଇ କରିବାକୁ। କିନ୍ତୁ ତୁ ପଲ୍ଲବୀକୁ ଖୁସି କରିବାକୁ ତୋ ମାକୁ କଷ୍ଟ ଦେଉଛୁ, ପୁଣି ସେ ପଲ୍ଲବୀ ପାଇଁ, ଯିଏ ତୋତେ, ତୁ କେମିତି ଅଛୁ, କ'ଣ ଖାଉଛୁ, କ'ଣ ତୋର ଇମୋସନ୍, ସେସବୁ ବିଷୟରେ ଟିକେ ବି ଚିନ୍ତା ନାହିଁ ତାର। କ'ଣ ଅଛି ସେ ପଲ୍ଲବୀ ପାଖରେ? ମୁଁ ତୋତେ ମୋ ଏକ୍ସପିରିଏନ୍ସରୁ କହୁଛି ଆଦର୍ଶ, ପଲ୍ଲବୀ ଭଳି ବୋହୂମାନେ କେବଳ ନିଜ ସ୍ୱାର୍ଥ କଥା ହିଁ ଚିନ୍ତା କରନ୍ତି। ସ୍ୱାମୀ ପାଇଁ, ଶାଶୁ ଶ୍ୱଶୁରଙ୍କ ପାଇଁ ତାଙ୍କ ମନରେ ଏତେ ଟିକେ ବି ଇମୋସନ୍ ନଥାଏ। ତାପରେ ଆଦର୍ଶ କହିବେ, ଏବେ ମୋତେ ଯିବାକୁ ଦିଅ। କେତେ ସମୟ ଏଠି ବସି ରହିବି?
ମୋତେ ପୁଣି ଶୀଘ୍ର ଖାଇବା ତିଆରି କରି ଅଫିସ ଯିବାକୁ ପଡ଼ିବ। ତାପରେ ମାୟା କହିବେ, ଚୁପଚାପ ସେଠି ବସିକି ରହ। ଏମିତି କହି ମାୟା ଆଦର୍ଶ ପାଇଁ ଖାଇବା ନେଇକି ଆସିବେ ଆଉ କହିବେ, ନେ ୟାକୁ ଖା, ମୁଁ ତୋ ପାଇଁ ଟିଫିନ ତିଆରି କରିଦେଉଛି। ତାପରେ ଆଦର୍ଶ କହିବେ, ଏଇଥିପାଇଁ ତମେ ମୋତେ ଏଠି ଏତେ ସମୟ ବସି ରଖିଛ ମା, ଆଜି ତମର କ'ଣ ହେଇଛି? ମା, ତମେ ତମର ସେକେଣ୍ଡ ରୁଲ ମଧ୍ୟ ଭାଙ୍ଗୁଛ। ପଲ୍ଲବୀଙ୍କ କିଚେନରେ ଯେ ଖାଇବା ଖାଉଛି, ତମେ ତାଙ୍କୁ ତମ ନିଜ ହାତ ତିଆରି ଖାଦ୍ୟ ଦଉଛ। ତାପରେ ମାୟା କହିବେ, ଏସବୁ ବେକାର କଥା ବନ୍ଦ କର। କ'ଣ ବାର ବାର ଖାଲି ସେ ରୁଲ କଥା କହୁଛୁ? ମୋତେ ମୋ ରୁଲ୍ସ ଭାଙ୍ଗିବାର ଆଦୌ ଶକ ନାହିଁ, କିନ୍ତୁ ତତେ ଏ ଅବସ୍ଥାରେ ଦେଖି ମୁଁ ଜମା ବି ସହିପାରୁନି। ଖା ଚୁପଚାପ ର, ମୁଁ ତତେ ଖୁଆଇ ଦଉଛି। ତାପରେ ଆଦର୍ଶ କହିବେ, ଆଇ ଆମ୍ ସରି ମା, ମୁଁ ଏ ଗାଜର ହାଲବା ଖାଇପାରିବିନି। ତାପରେ ମାୟା କହିବେ, ଖାଇପାରିବୁନି? କାହିଁକି ଖାଇପାରିବୁନି? ତାପରେ ଆଦର୍ଶ କହିବେ, କାହିଁକି ନା ଯୋଉ କିଚେନକୁ ଯିବା ପାଇଁ ପଲ୍ଲବୀଙ୍କୁ ମନା ନା, ସେ କିଚେନର ଖାଦ୍ୟ ମୁଁ କେମିତି ଖାଇବି? ତାପରେ ମାୟା କହିବେ, ଆଦର୍ଶ, ଖାଲି ତୋରି ପାଇଁ ତୋ ଫେଭରେଟ ଡିସ୍ ତିଆରି କରିଛି ମୁଁ ଜାଣିଛି ଗାଜର ହାଲବା ତତେ ବହୁତ ପସନ୍ଦ, ସେଇଥିପାଇଁ କେତେ ଯତ୍ନରେ ମୁଁ ତୋ ପାଇଁ ଗାଜର ହାଲବା ତିଆରି କରିଛି, କେତେ ସ୍ନେହରେ ମୁଁ ତତେ ଖୁଆଇ ଦେବାକୁ ବାହାରିଛି, ଆଉ ତୁ? ତାପରେ ଆଦର୍ଶ କହିବେ, କ'ଣ ଏ ସ୍ନେହରେ ତମେ ତମ ନିଜ ହାତରେ ପଲ୍ଲବୀଙ୍କୁ ଖୁଆଇ ଦେଇପାରିବନି ମା? ଯଦି ହଁ, ତାହେଲେ ଯୋଉଦିନ ତମେ ପଲ୍ଲବୀଙ୍କୁ ତମ କିଚେନକୁ ଏଲାଉ କରିବ ଆଉ ତମ କିଚେନର ଖାଇବା ତମେ ତମ ନିଜ ହାତରେ ପଲ୍ଲବୀଙ୍କୁ ଖୁଆଇବ, ସେଇଦିନ ମୁଁ ତମ ହାତରେ ଖାଇବା ଖାଇବି ମା।